भाई मोमन कर्ण देई सुना बड़ भाई भवन कर्ण देई जदि मोर नाम ग्राम खे जानिल नाही जदि मोर नाम ग्राम तुम्हे जानिल नाही सुंदर सभारे नाम बदेउछि कहि सुंदर सभारे नाम बदेउछि कहि ये ब्रह्मा न जानी किए जन्म हेले ब्रह्मा न जानी किए से जन्म हेले जन्म न जानी किए से मरिले ये सुंदर सभारे मते देव बुझाई अछंदी पंडित देव शुणिबा पाई मते पद दियो कहि हेब मोर भाई मते पद दियो बुझाई
तत्पदर्शितं तेनं तस्मै श्रीगुरवे नमः हे जंग जंग जगत माता जगत जनहितां डंग डंग डाका कादंबर सहितां रंग रंग रक्त वर्ण रुधिर मणिमया पातु मा दुर्गे हा भैरवी भीमरूपम रुदम रुदम सहिता हन हन दहनी प्रेत भैम विहंती ध्याय तत्व कालिकाख्या निवासित हृदय सर्वदा कालिके कालिके चेती लह लह रसना दक्षिण काली नमस्तुते मा हे जा ब्रह्मा जुद शंकर प्रभृति हृदय सदावनिता श्यामावतु सरस्वती भगवती निशेष जड्यपा जदवनननं मम दोषभर स्वामी त्राहिमं पुरुषोत्तमं पूर्वे श्री पुरुषोत्तमं हेम नीलगिरि पश्चिमे गोपुल्य उत्तरे श्री काशी क्षेत्र गंगादि सहित दक्षिणे कल्पवट पारुषे सर्वदेवान् कर कमले आकाश पुष्पवृष्टि मध्य श्री वैष्णव लांछन हरिगुण कथने ये स्थाने पंडित मंडली हे आज जयपुर ग्रामर माँ मंगला कोठीशाल पीठ ए जो नाच आरंभ होला ये है आमर गाण गंडी प्रश्न उत्तर नाच ठीक जे कोनोसी कार्य आरंभ करबा पूर्व प्रथमे आश्रय दरकार हां हां कथार अछि बिना आश्रित न वर्तन्ति कविता बनिता लता बिना सूत्रे न गुंठित मणि माणिक मुक्ता ठीक जे की विद्यार अधिरात्री सरस्वती हां हां ताको पादरे कोटि प्रणाम होया जे हमर गंतव्य पथर प्रतीक की परी यो तू सारदा बागो
ଅଭିମାନକୁ ଭଇଛୁ ଜଗତେ ହେଇକି ଭୟ ଲାଗିଲାଣି ଜିତେଲ ଭଗବତୀ ଭୟ ଲାଗିଲାଣି ଜିତେ ଆଇ ମାମା ମଙ୍ଗଳା ଠାବେ ଠାବେ ବିହର ଠାବେ ଠାବେ ବିହର ମଙ୍ଗଳେ ମଙ୍ଗଳା କୋଠି ମଙ୍ଗଳବାର ମହାଭୂତ ପ୍ରେତ ମହାମାୟା ତୋର ମହାମାୟା ତୋର ମାଗ ମୋହରେ ମୋହି ଅଛୁଡୁ ସଚରାଚର ମୁତେ ଚିନ୍ତା ଜଡୁ ପାରି କର ମୋ ମା ମଙ୍ଗଳା ଚିନ୍ତା ଜଡୁ ପାରି କର ରଙ୍ଗର କତ ବସନ ପିଙ୍ଗଳ ନାଗି ରଙ୍ଗର କତ ବସନ ପିଙ୍ଗଳ ନାଗି ରହି ନ ପାରନ୍ତି ଦେବନ ସୁର ଦେଖି ମଣି ମଣି ମରା ମାର ତର ରଖିଛୁ ଢେରେ ମାର ଶସ୍ତ୍ର ବିହନ ରଖିଛୁ ଦେଉ ମଣି ମଣି ରଖିଛୁ ଦେଉ ଧନ ମାଗୋ ତୋର ବାନା ଧରି ଗ୍ରାମ ଗ୍ରାମ ବୁଲୁଛି ତୋର ବାନା ଧରି ଗ୍ରାମ ଗ୍ରାମ ବୁଲୁଛି ଗ୍ରାମ ଗ୍ରାମ ବୁଲୁଛି ଯେଉଁଠାରେ ଯେତେ ପ୍ରଶଂସା ମିଳୁଛି ମାଲ ନିନ୍ଦା ତୋର ପ୍ରଶଂସା ତୋର ନିନ୍ଦା ତୋର ମାଗ ପ୍ରଶଂସା ତୋର ମା ନିନ୍ଦା ନ ଦେବୁ ମୋତେ ଏହି ଗ୍ରାମର ଚରଣେ ହେଲି କି ଘର ଜଗତ ମାତ ମୁଁ ତ ଚରଣେ ହେଲି କହିଲେ କାହାଣୀ ଗାଇଲେ କାହାଣୀ ନିଶ୍ଚୟ ନିଶ୍ଚୟ ଇଏ ତ ପ୍ରଶ୍ନ ଉତ୍ତର ନାଚ ହଁ ଆଗେ ଥିଲା ଧନ କୋଇଲା ନାଚ 14 ଅକ୍ଷରୀ ମାଳଶ୍ରୀ ରାଗ ଆଚ୍ଛା ଏବେ ନୟାଗଡ଼ ନାଚ ପଶିଗଲା ପ୍ରଥମେ ସଭାଜନଙ୍କର ଅନୁମତି ନେବା ପ୍ରଶ୍ନ ଉତ୍ତରକୁ ଯିବା ବ୍ରାହ୍ମଣ ବୈଷ୍ଣବ ଯେତେ ପଣ୍ଡିତ ଜନ ବ୍ରାହ୍ମଣ ବୈଷ୍ଣବ ଯେତେ ପଣ୍ଡିତ ଜନ ସମସ୍ତଙ୍କ ତରଣରେ ମୁଣ୍ଡିବେ ଠିକ ହେ ଭଗବାନ ଶୁଣିଲେ ମନ ଦେଇ ତମ ଜ୍ଞାନ କିଛି ନାହିଁ ଏଣୁ ସଭାରେ ଅଛନ୍ତି ଯେତେ ବୟସ୍କ ଜନ ଆଜ୍ଞା ସଭାରେ ଅଛନ୍ତି ଯେତେ ବୟସ୍କ ଜନ ହେ ଯେତେ ବୟସ୍କ ଜନ ଆଜ୍ଞା ସେମାନେ ହୋଇଲେ ମା ବାପା ସମାନ ଆଗେ ସେମାନେ ହୋଇଲେ ମା ବାପା ସମାନ ଆପଣଙ୍କ ପାଦରେ ନୁହେଁ ମୋ ମୁଣ୍ଡରେ ଦେବ ସତେ ନିଜର ପୁଅ ବୋଲି ମନରେ ଭାବିବ ଗୀତ ଗାଇଲା ବେଳେ କଥା କହିଲା ବେଳେ ହେ ପଦ ବିସ୍ମରଣ ହେବ ସଭାରେ ଆଉ ମା ମାଉସୀଙ୍କୁ ବୋଧ କର ଯେ ହିମାଳ କର ସଂଯୁକ୍ତ ପଦ ଶଙ୍କିବ ନାହିଁ ଆଲୁ ଟିକି ଟିକି ଛୁଆକୁ ମୁଣ୍ଡରେ ଏଠାରେ ଆଉ ଟିକି ଟିକି ଛୁଆକୁ ଦେହରେ ଏଠାରେ ଟିକଲ କରିବନି ଅଳପ କଥା ଆଇରୁ ହରି ବୋଲ ପଡୁ ସଭାରେ ହେ ପଣ୍ଡିତେ ଟିକେ ହୁଳ ହୁଳି ପଡୁ ସଭାରେ କାଲି ଦିନ ଯାକ ଢୋଗାଣେ ଭାବୁରୁ ଭଲ ଫୁଟଉଥିଲେ ଦେଖି ଆଜି ଫୁଟେଇ ପାରିବେ ନା ନାହିଁ ନୟାଗଡ଼ରେ ଗୋଟେ ନାଚ ଅଛି ଦିଟା ଷ୍ଟେଜ ଧରିକି ଆଇବେ ଟଙ୍କା 30,000 ନେବେ
ନା ଲୋକ ଶୋଇଲା ବେଳକୁ ନାଚ ଆରମ୍ଭ ହବ ଉଠିଲା ବେଳକୁ ଭାଙ୍ଗି ଯାଇଥିବ। ଏ ସୁନ୍ଦର ଦେବତା ପଦେ ଦିଅ ହେ ବୁଝାଇ ସୁନ୍ଦର ଦେବତା ପଦେ ଦିଅ ହେ ବୁଝାଇ ପଣ୍ଡିତ ମଣ୍ଡଳୀ ମୋର ପଣ୍ଡିତ ମଣ୍ଡଳୀ ମୋର ରହିଛନ୍ତି ଚାହିଁ ରହିଛନ୍ତି ଚାହିଁ କିଏ ତୁମ ପିତା ମାତା କାହାର ନନ୍ଦନ ଆଗି ତୁମ ପିତା ମାତା କାହାର ନନ୍ଦନ ଜାଣି ନ ପାରିଲି ବାବୁ ଜାଣି ନ ପାରିଲି ବାବ ତୁମ୍ଭ ନାମ ଗ୍ରାମ ହେ ତୁମ ନାମ ଗ୍ରାମ ଦେବତା ନାମ ଦିଅ ବୁଝାଇ ମୋର ପଣ୍ଡିତ ମଣ୍ଡଳୀ ଛନ୍ତି ଶୁଣିବା ପାଇଁ ଠିକ କିଏ ତୁମ ପିତା ମାତା କାହାର ନନ୍ଦନ ଆହା ଜାଣି ନ ପାରିଲି ତୁମ୍ଭର ନାମ ଗ୍ରାମ ହଁ ଆଜି ଧୀରେ ଧୀରେ ଦିଅ କହିନ ନୂଆ ଧାନ କେଉଁ ପ୍ରସନ୍ନରେ ଶୁଣ ବଡ଼ ଭାଇ ଭବନ କର୍ଣ୍ଣ ଦେଇ ଶୁଣ ବଡ଼ ଭାଇ ଭବନ କର୍ଣ୍ଣ ଦେଇ ଯଦି ମୋର ନାମ ଗ୍ରାମ ଖେ ଜାଣିଲ ନାହିଁ ଯଦି ମୋର ନାମ ଗ୍ରାମ ତୁମେ ଜାଣିଲ ନାହିଁ ସୁନ୍ଦର ସଭାରେ ନାମ ବଦେଉଛି କହି ସୁନ୍ଦର ସଭାରେ ନାମ ବଦେଉଛି କହି ଏ ବ୍ରହ୍ମାଣ୍ଡ ଜାଣି କିଏ ଜନ୍ମ ହେଲେ ବ୍ରହ୍ମାଣ୍ଡ ଜାଣି କିଏ ସେ ଜନ୍ମ ହେଲେ ଯମନ ଜାଣି ଯେ କିଏ ସେ ମରିଲେ ଇଏ ସୁନ୍ଦର ସଭାରେ ମତେ ଦେବ ବୁଝାଇ ଅଛନ୍ତି ପଣ୍ଡିତ ଦେବ ଶୁଣିବା ପାଇଁ ମତେ ପଦ ଦିଅ କହି ହେବ ବଡ଼ ଭାଇ ମତେ ପଦ ଦିଅ ବୁଝାଇ ବୁଢାପା ଆଙ୍କର ବାରି ତଳେ ମୁଁ ଘର କରିଛି ନା ଘର ପାଖରେ ଘର ବ୍ରହ୍ମା ନ ଥାଇକିରି କିଏ ଜନ୍ମ ହେଇଛି ବ୍ରହ୍ମା ନ ଜାଣିକିରି କିଏ ଜନ୍ମ ହେଇଛି ଜମ ନ ଜାଣି କରି କିଏ ମରିଛି ହରେ ଭାଇ ଓରେ ଭାଇ ବ୍ରହ୍ମାଙ୍କୁ ଆଦେଶ ମିଳିଛି ତମେ ଜନ୍ମ ହେବାର ଲିଷ୍ଟ ଲେଖିବ ହଁ ହଁ ଜମକୁ ଆଦେଶ ମିଳିଛି ତମେ ମର୍ମ ହେବାର ଲିଷ୍ଟ ରଖିବ ଠିକ ଅଛି ବ୍ରହ୍ମା ନ ଜାଣିକିରି ଜନ୍ମ ହେଇଛି ଜନ୍ମ ନ ଜାଣିକିରି ମରିଛି ହଁ ଏଇଟା କୁମ୍ଭାରିଆଡେ ଅଛି ନା ନୂଆ ପଲିଆଡେ ଅଛି ଭାଇ ସେ କଥା ମୁଁ ଜାଣିଛି ହଁ ସେ କଥା ମୁଁ ଜାଣିଛି ମୁଁ ଭାଇ ଯାହା ପଚାରୁଛି ମତେ ସେ ଭାଇ ଏଇଟା ସେଇଟା 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 ବୋଲେ କୋଉଟା ତମେ ଯୋଉଟା ଭାବିଛ କାହିଁ କହିଲ ତମେ ଯୋଉଟା ଭାବିଛ ସେଇଟା ହଁ ସେଇଟା ହାଇରେ ବ୍ରହ୍ମା ବୃହସ୍ପତି ମୁଦେ ନାହିଁ ଶଙ୍କର କହୁଛି ଶୁଣ ଏବେ ତୁମ ଉତ୍ତର ଦିନ ଯାକ ସିନା କଷା କଷି ହୋଇବ ଏବେ କେମିତି କଷିଲାଣି ଆମର ବାପ ଏବେ ମତେ କଷିବ ତମେ ନାଇଁ ଆଜ୍ଞା ଶିବ ଶୈବ ପୁରାଣରେ କବି ଲେଖିଛି ଯଦିନ ଦକ୍ଷ ପ୍ରଜାପତି ଯେ ଯଜ୍ଞ କରିଛନ୍ତି ଠିକ 11 ଦ୍ୱାଇ କୋଣ ସଠିକ ଆଖିରେ ଦେଖି ହସିଲେ ଲୁଗାଗା ପଇସା ଦେଲେ ବୋଇଲେ ଆଙ୍କର ନାଇଁ ହଁ ପଚାରିବ କାଲି ନା ପଚାରି ଦେଇଥ କାଲି କହିବି ହଁ
ତମ ସରୁ ଆସିଗଲେ ତୋର ମନ ଦୁଃଖ ନା ସାନ ସରୁ ତା ଦେଢ଼ଶହ କୋଠିର ବ୍ୟାଗ ଶୁଣି ମାର ଭଇତା ଝିଅ ମାନେ ଭଲ ପ୍ରସନ୍ନ ହେଠି ତମେ ବିରକ୍ତ ହବନି ଆଜି ଖୋଜୁ ଖୋଜୁ କାଲିକି ଖୋଜୁ ଖୋଜୁ ନହେଲେ ପହରଦିନକୁ ତମେ ଆମ ସହିତ ଯିବ ଡେଙ୍ଗା ପଦରେ ଶୁଣିବ ଗାଁ ପଳେଇବ ବୁଢାପା ଶିବ ଶୈବ ପୁରାଣରେ ଦକ୍ଷ ପ୍ରଜାପତିଙ୍କର 60 ଝିଅ ଭିତରେ 11ଟା ଜ୍ୱାଇଁକୁ 59 କନ୍ୟା ଦକ୍ଷ ଯୋଉଦିନ ଯଜ୍ଞ କଲେ ସମସ୍ତଙ୍କୁ ନିମନ୍ତ୍ରଣ ଦେଲେ ବଡ ଝିଅ ପାର୍ବତୀ କି ନିମନ୍ତ୍ରଣ ଦେଲେ କାହିଁକି ନା ସବୁ ଜଣେ ଆସିବେ ବାଇକି ଖଣ୍ଡେ ଖଣ୍ଡେ ଧରି ଏ ଯଦି ବଡ ଦୁଇ ଶଙ୍କର ଆସିବ ତାଙ୍କର ତ ବାଇକି ନେଇ ବୁଢା ବଳଦ ସାପ ଯାକ ଗଳାରେ ଲଗେଇଛି ହାଡ଼ ମାଳ ବସନ ଖଣ୍ଡେ ନାଇଁ ବାଘ ଚମଡ଼ା ପିନ୍ଧିଛି ମତେ ଅପମାନ ହବ ବୋଲି ବଡ ଦୁଇ ଡାକିଲେନି ପାର୍ବତୀ ପଚାରିଲେ ତମେ ମାନେ କୁଆଡେ ଯାଉଛ ନା ତମ ବାପା ଯଜ୍ଞ କରୁଛନ୍ତି ପାର୍ବତୀ କହିଲେ ମୋ ବାପା ଯଦି ଯଜ୍ଞ କରୁଛନ୍ତି ମତେ ନିମନ୍ତ୍ରଣ ଦେବାକୁ ଆସିବେ ଡ୍ରେସିଂ ଟେବୁଲ ଖୋଲିଲେ ପାଉଡି କଲେ ଶଙ୍କର ପଚାରିଲେ ପାର୍ବତୀ କି ଆମେ ଦି ଜଣ ଭିତରେ 11 ନବରଙ୍ଗ ମନା ଝିଅ ପିଲା ମନା ଆମେ ଦି ଜଣ ଭିତରେ ମାମୁଁ ଘର ତମେ ହେଇଯାଉ ଆରେ ଭାଇ ତମ ମାମୁଁର ମୁଣ୍ଡ ମରେଇଲେ ବଗଡା ଦେଲେନି ବୋଲି ତମର ମୁହଁ ପୋଡି ଯାଇଛି ଆମ ମାମୁଁ ଛାଡିକି ମତେ ପାର୍ବତୀ ସେଦିନ ଦେଲେ ବୁଝାଇ ଦକ୍ଷ କରୁଛନ୍ତି ମୋର ବାପା ପୁଣି ମଙ୍ଗଳ ପାଇଁ ଆସିବେ ନିମନ୍ତ୍ରଣ ମତେ ଦେବାକୁ ମନା କରିଦେଲେ ଶଙ୍କର ଯାହାକୁ ବିନା ନିମନ୍ତ୍ରଣ ଯିଏ ଯଜ୍ଞକୁ ଯିବ ମର୍ଯ୍ୟାଦା ବିହୀନ ଅପମାନ ପାଇବ ଶଙ୍କର କହିଲେ ବିନା ନିମନ୍ତ୍ରଣରେ ଯିଏ ଯିବ ମର୍ଯ୍ୟାଦା ବିନା ଅପମାନ ପାଇବ ପାର୍ବତୀ ଫେଡ଼ା କରିଦେବି ଯିବୁନୁ ଫେଡ଼ା କରିଦେବି ପାର୍ବତୀ କହିଲେ ବାପା ଯଦି ଶୁଭ କାମ ମନ୍ଦିରେ କରୁଛି ପୁଅ ବାପା ଠାରୁ ଅଲଗା ଘରେ ରହୁଛି ଗାଁ ଲୋକ କଥାରେ ଯଦି ପୁଅ ଦେଇବ ବାପା କି ତାକୁ କେବେ ଭଉଣୀ ଦବ ବାପା କେ ପୁଅ ଝିଅର ଅପମାନ ନାହିଁ ଲଗ ପୁରା ଟିକେ ଲଗ ଆଉ ଟିକେ ଲଗ ମୋତେ ତାଙ୍କି ନ ନେଲେ ବନ୍ଦ କରୁଛି ପାର୍ବତୀ ମାନିଲେନି ଯେତେବେଳେ ଗଲେ ଶଙ୍କର ବୋଲେ ନିଶ୍ଚୟ ଅଘଟଣ ହବ ନନ୍ଦୀ ଭୃକୁଟିକି ପଥରେ ପଠେଇଦେଲେ ପାର୍ବତୀ ଯେତେବେଳେ ଋଷି ଦେବତା ମାନେ ଦେଖିଲେ ଆଶ୍ଚର୍ଯ୍ୟ ହେଇକି ଉଠି ପଡିଲେ ଦକ୍ଷ କହିଲେ ପାର୍ବତୀ ତୁ ତ ମଶାଣି ଜଗାର ଘରଣୀ ତୋତେ ମୁଁ ନିମନ୍ତ୍ରଣ ଦେଇଛି ଆଲୋ ତୋ ସ୍ୱାମୀ ଯୋଗୀ ତୁ ଯୋଗୀ ଆଣି ସାପଟାକ ଗଳାରେ ଲମ୍ବାଇଛି ତୋର ସ୍ୱାମୀ ଆଣି ସର୍ପର ମଳ ଯିଏ କୁଦିବ 7 ପୁରୁଷ ତା ଠାରୁ ଅନ୍ନ ନ ଛୁଇଁବ ଠିକ ତେଣୁ ଦିନ ଯାକ ବରକତ ନାହିଁ ତୋର ସ୍ୱାମୀକୁ ଦେଖିଲେ ସ୍ୱାମୀ ନିନ୍ଦା ପାର୍ବତୀ ସହି ନ ପାରିଲେ ସେଦିନ ମା ପାର୍ବତୀ ସ୍ୱାମୀ ନିନ୍ଦାକୁ ସହି ନ ପାରି ଜାଗ କୁଣ୍ଡ ଭିତରକୁ ଡେଇଁ ପଡିଲେ ଏ କଥା ନନ୍ଦୀ ଭୃକୁଟି ଦେଖୁଥିଲେ ଧାଇଁ କୈଳାସରେ ଶଙ୍କରକୁ ଶଙ୍କର ତ ରାଗିଲା ଲୋକ ରାଗରେ ଗୋଟେ ପୁଅକୁ ଜନ୍ମ କଲେ ତା ନାଁ ବୀରଭଦ୍ର ସେଟା ବ୍ରହ୍ମା ଜାଣିଛନ୍ତି କି ବ୍ରହ୍ମା ଜାଣିନାହାନ୍ତି ଗୋଟେ ପୁଅକୁ ଜନ୍ମ କଲେ ଆରେ ବୀରଭଦ୍ର ଯୋଗୁ ଦକ୍ଷର ଯଜ୍ଞଟାକୁ ଭାଙ୍ଗି ଦବୁ ଆଜ୍ଞା ବ୍ରହ୍ମା ନଥାଇ ସେ ପୁଅ ଜନ୍ମ ହେଲେ ଆଉ ଜନ୍ମ ନଥାଇ ଯେ ଦକ୍ଷ ରାଜା ମରିଲା ମୁଣ୍ଡ କାଟିଦେବେ ପୁଣି ଯେ ଶଙ୍କର ଜନ୍ମ ଜାଣି ନାହିଁ ଯେ କାଟିଦେଲେ ଶିର ଦେଖା ହୋଇଅଛି ଭାଇ ଶିବ ପୁରାଣର ଧନ୍ୟ 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 ହେ ଗାୟକ ତମେ ଗାୟକ କୁଳକୁ ଯେ ରଖିଅଛ ମାତ୍ର ଉତ୍ତର ପାଇଁ ଦେଲି ମୁଁ ଶୁଣ ମାର୍ଗ ହରେ ବାପ ନାଇଁ ମୋର ହଉନି କି ମତେ ଶୁଣ ଦେଲେ ତମର ଯେମିତି ହଉଛି ଆଜି ବଳକା ହେଇଯାଉଛି ଆଜି ମୋର ଦେଇଛି ବଳକା ଭାଇ ଧନ୍ୟବାଦ କାହିଁକି ଦେଲି ଜାଣିଛ କାହିଁକି ଦେଲ ଶୀତ ଦିନ ଯୋଉ ପ୍ରକାର ଗରମ ହଉଛି ସହିପାରୁନି କୁକୁଡ଼ା ଯଦି ଅଣ୍ଡା ଦେଇକି ଘରରେ ବସେଇବ ତମେ ଯେମିତି ଫୁଟଉଛ କୁକୁଡ଼ା ଫେରି ପାରିବ ତମେ ରାତି ପାଇଲେ ନଦୀ ତୋଠରେ କଥା ପଡିବ କି ଗାଣି ଆଇଥିଲା ଯିଏ ଦେଖିଥିବ କୁକୁଡ଼ା ଗାଣି ଆଇଥିଲା ବାଉଁଶ ପତର
ଝୁମୁରୁ ଆସ ଭଲ ଲାଗୁଛି ଆସ କାହିଁକି ମନକୁ ମାରୁଲ ଏ ମୋ ଝାଇ ଝୁମୁରୁ ମୋ ଧାଇ ମନକୁ ମାରନା ମୁହଁ ତୁ ସୁଖାନା ମନକୁ ମାରନା ମୁହଁ ତୁ ସୁଖାନା ନେଇଯିବି ତୋତେ ପୁରିଲ ଆଜି ରାତି ସରୁ ବାଉଁଶ ପତର ସରୁଲ ମୋର ଝାଇ ଝୁମର ତମର ନ ହଉ ମୋର ତ ହେଲା ନା এইটা তুমি পচারছ এইটা তুমি পচারছ কি ভাই ନାଇଁ ତମେ ପଚାରିଛ ମୁଁ ପଚାରছি ହଁ ମୋର ଇଚ୍ଛା ଯୋଉଟା ହବ ମୁଁ ସେଟା ହବ ଓ ଏମିତି କି ତମେ ମାଗୁର ବିଲେଇ କହିଲେ ହବ ନା ଉତ୍ତରଟା ସମାନ ହେବାର ଅଛି ଆରେ ଭାଇ ହଁ ତମେ ବାଘଟା ବିରାଟି କହିବାର କାରଣ କଣ ବୋଲେ କଣ କାଲି ଢଗାରେ ନାଚ ଭାଙ୍ଗିଲେ ହଁ ଆମ ଆଜ୍ଞା ପଳେଇଲେ ନହେଲେ ମହାବଳ ବାଘ ହାପ କରି ପଠେଇ ଦେଲେ କିନ୍ତୁ କୋଉଠୁ ମହାବଳ ବାଘ ପାସ୍ ହୋଇଛି କାଲି ପାସ୍ ହେଇଛି ଆଜ୍ଞା ମାନୁନାହାନ୍ତି ବାଘ ବାହାରିଥିଲା କାଲି ପେପରରେ ବାହାରି ବୁଢାପା ହଉ ଏ ଜୟପୁରକୁ କେତେଟା ରାସ୍ତା ଅଛି ହଁ ହଁ ମୁଁ ପିଲାବେଳେ ଆମ ବୋଉ ସହିତ ଚାଲି ଚାଲି ପାଟି ଉଡ଼ା ଦେଇକି ଆସୁଥିଲି ହଁ ଏବେ ଟିକେ ଗାଡି ହେଇଗଲା ହୁଁ ବରଗା ଦେଇକି ଆସୁଛି ଢାଞ୍ଚା ବତେଇବା ପାଇଁ ହଁ ମାତ୍ର କବି କଳାକାରଙ୍କ ପଣ୍ଡିତ ଜନ ଏମାନଙ୍କ ପାଖରେ ନ ରହେ ଧନ ସଦା ସେମାନେ ବରଗଡା ତାଙ୍କ ଚାଏର ନଥିବ ନା ଆମର କଣ ଭାବ ଥିଲେ ଭାଇ ରାତି ପାଇଲେ ସିନା ଅନ୍ନପୂର୍ଣ୍ଣା ଚାଉଳ ଖାଇବା କଳାକାର ମାନଙ୍କର କିଛି ଅଭାବ ନାହିଁ ନା ସରକାରଙ୍କର ଦୃଷ୍ଟି ପଡୁନି କଳାକାର ମାନଙ୍କୁ ହଁ ୟୁଟ୍ୟୁବ ଦେଖିଲେ ତ ସରକାର ଜାଣିବେ ହଁ ହଁ ତାଙ୍କୁ ସମୟ ଥିବାର ଅଛି ହଉ ଟିକେ ଲକ୍ଷ୍ୟ କର ହଁ ବୁଝାଇ ଦେଉଛି ଭାଇ ଏ ଶିବ ପୁରାଣ ହରିବଂଶରୁ ପ୍ରଥମେ ନେବି ମୁଁ ବାଇଣ ସେ ହରିବଂଶ ପୁରାଣ ଅଛି ପଚାରିଣ ବ୍ରହ୍ମାର ଜାରି କିଏ ସେ ହୋଇଅଛି ଜନ୍ମ ହରିବଂଶରେ ଅଛି ଚିତ୍ତବୋଧରେ ଅଛି ଭାଗବତରେ ଅଛି ଠିକ ମହାଭାରତରେ ମଧ୍ୟ ପ୍ରମାଣ ମିଳୁଛି ଅଛି ବ୍ରହ୍ମା ନ ଥାଇକିରି କିଏ ଜନ୍ମ ବ୍ରହ୍ମା ନ ଜାଣିକିରି କିଏ ଜନ୍ମ ହେଇଛି ଯୋଦିନ ଗୋପପୁରରେ ପ୍ରଭୁ ଲୀଳା କଲେ ଗୋପାଳଙ୍କ ସହିତ ସେ ଉଚ୍ଚିଷ୍ଟ ପୁଞ୍ଜିଲେ ଦାମ ସୁଦାମ ସଖାରେ ସେ ମଧୁମଙ୍ଗଳ ଗୋଷ୍ଠ ମଧ୍ୟରେ ସର୍ବେ ହୋଇଲେ କବିରା
ଭାଇ ହଁ ଭଗବାନ ଶ୍ରୀକୃଷ୍ଣ ଗୋପପୁରରେ ହଁ ଗୋପାଳ ମାନଙ୍କ ସହିତ ବୃନ୍ଦାବନରେ ଭୋଜନ କରିବାରେ ଲାଗିଛନ୍ତି। ଆଚ୍ଛା ଆକାଶରେ ଯାଉଥିଲେ ସେ ସାବିତ୍ରୀ ପତି ପ୍ରଭୁଙ୍କ ଉପରେ ତାଙ୍କ ନଜର ପଡ଼ିଛି। ବିଚାର କଲେ ସେଦିନ ସେ ବ୍ରହ୍ମା ଦୈବତ କୃଷ୍ଣ ହେଉଅଛନ୍ତି ଯେ ଜଗତର ନାଥ। ବିଚାର କଲେ ଏଡେ ବଡ ଠାକୁର ହୋଇ ଗୋପାଳ ମାନଙ୍କ ସହିତ ଉଚ୍ଚିଷ୍ଟ ଭୋଜନ କରୁଛନ୍ତି। ହଁ ହଁ ଆଜ୍ଞା ସେଦିନ ବ୍ରହ୍ମ ଦୈବତ ମନେ ଭାବିଲେ ବଛା ଗୁଡାକୁ ମୁଣି ହତରେ ଟେକିଲେ କମଣ୍ଡଳୁ ଭିତରେ ଯେ ପୁରାଇ ଦେଲେ ହେଇଛି ଦଶମନ୍ଦିପୁରକୁ ବ୍ରହ୍ମା ଗଲେ ପଳାଇ ନାରାୟଣ ଦେଖିଲେ ଆଉ ବଛା ଯେ ନାହିଁ ନନ୍ଦ ଗୌଡ଼ ହଇଲେ ଗୋପାଳ କୁଆଡେ ଯାଇଥିଲୁ ଆରେ ମୋର ରହେ। ଲକ୍ଷ୍ୟ କରନ୍ତୁ ମୋର ସମ୍ମାନୀୟ ଶ୍ରୋତା ଦର୍ଶକ ବନ୍ଧୁ ତଥା ମୋର କଳାପ୍ରେମୀ ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ସଖା ସୁଦାମ ଦାମ ମଧୁ ମଙ୍ଗଳ ସହିତ ଗୋଗୋଷ୍ଠରେ ଥିବା ସମୟରେ ଶାସନୀ ବ୍ରାହ୍ମଣୀମାନେ ବିଚାର କଲେ ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ ଶ୍ରୀକୃଷ୍ଣ। ଆଜି ତାଙ୍କେ ସେହି ପ୍ରଭୁଙ୍କ ପାଇଁ ଆମେ ଭୋଜନ ପ୍ରସ୍ତୁତ କରିବା। ବ୍ରାହ୍ମଣୀମାନେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଘଟଣା ସହ ପାଣି ନେଇ ପ୍ରବେଶ ହେଲେ ସଖାଗଣଙ୍କ ସଙ୍ଗତେ ବସି ଭୋଜିବା ସମୟରେ ବ୍ରହ୍ମା ଦୈବତ ବିଚାର କଲେ ଇଏ ହେଲା ଜଗତର ନାଥ ଜଗନ୍ନାଥ ଗୌଡ଼ ପିଲାଙ୍କର ଉଚ୍ଚିଷ୍ଟ ଖାଇ ସିଏ ଗୋମେଳରେ ବୁଲୁଛନ୍ତି। ଆଜି ଆଙ୍କର ଗୋମାତ ଭାଙ୍ଗିଦେବି। ବ୍ରହ୍ମ ଦୈବତ ସମସ୍ତ ଗାଭୀଙ୍କୁ ଏକାଠି କରି ଯେତେବେଳେ କମଣ୍ଡଳ ମଧ୍ୟରେ ରଖିଦେଲେ ବ୍ରହ୍ମା ଯଶବନ୍ତୀପୁରକୁ ଯାଇଛନ୍ତି। ସଖାମାନେ ଦେଖିଲେ ଆଉ ଗାଭୀମାନଙ୍କର ଶବ୍ଦ ଶୁଭୁନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କ ପାଶରେ ଯେତେବେଳେ ପଚାରିଲେ ଆମ ଗାଭୀ କୁଆଡେ ଗଲେ ଆଜ୍ଞା ଚାର ଲୋମ କୋପ ମୂଳେ ବ୍ରହ୍ମାଣ୍ଡ ମାଳ ମାଳ ଚାର ଲୋମ କୋପ ମୂଳେ ବ୍ରହ୍ମାଣ୍ଡ ମାଳ ମାଳ ନବଲକ୍ଷ ବେଦିনী ଯା ଗୋଟିଏ କୁଣ୍ଡଳ ନିଶ୍ୱାସରୁ ବହିଯାଏ ଯାହାର ମରୁତ ତିନି ପୁରେ ଯାର ନାମ ବିଶ୍ୱ ଜଗନ୍ନାଥ ଯାହାର କୁହେ ଲକ୍ଷ୍ମୀ ଅଟନ୍ତି କମଳା ଯା ମୁଖରୁ 36 ରାଗିଣୀ ଜାତ କଳା ଯିଏ ଲେଖିଲେ ପୃଥିବୀ ଯାକ ରହିଅଛି ଲିଭାଇଲେ ନବ ସୃଷ୍ଟି ଧ୍ୱଂସ ପାଉଅଛି ଯା ପାଦରୁ ବହିଯାଏ ପବିତ୍ର ଜାହ୍ନବୀ କଳ୍ପନା କରି କରି ରୁହେ ପଦସେବୀ ସେ ଗର୍ଭବର୍ତ୍ତେ ଅଛି ମହାମୟୀ 14 ଭୁବନ ଯାକ ପୁରୀ ଅଛି ରହି ନବଖଣ୍ଡ ବେଦିনী ଯେ ଶପଥ ସାଗର ମେରୁ ସହିତରେ ଅଷ୍ଟଗିରିବର ନଦ ନଦୀ ଗିରିମାଳ ଅଛି ନାନା ଦେଶ 84 କୋଟି ଜୀବ ସମାନ ପ୍ରକାଶ ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଆଦି କରି ସେ ପ୍ରଭୁ ମନ ମଧ୍ୟରେ ଗୁଣି ଜାଣିଲେ ବ୍ରହ୍ମା ସବୁ ବଛା ହରଣ କରିଦେଲେ ନିଜ ଲୋମକୁ ସେଦିନ ଦେଲେ ଉପାରି ଆଜ୍ଞା ଜାତ କରିଦେଲେ ସେଦିନ ମୁରାରି ନିଜ ଅଙ୍ଗରୁ ବଛାକୁ ଜନ୍ମ କଲେ ଖମ୍ବାରଢି ଦେଇ ବଛା ମାନେ ଆସିଲେ ବଛା ମାନେ କଣ କରୁଛନ୍ତି ବୃନ୍ଦାବନରେ ବିଚରଣ କରୁଛନ୍ତି। ବ୍ରହ୍ମ ଦୈବତ କେତେ ଦିନ ପରେ ବିଚାର କଲେ ମୁଁ ତ ବଛା ଗୁଡାକୁ ଆଣିଲି କମଣ୍ଡଳ ଭିତରେ ରଖିଲି ଭଗବାନ କଣ କରୁଥିବେ ଟିକେ ଦେଖିବି। ଠିକ ଅଛି ବ୍ରହ୍ମ ଦୈବତ ଯେତେବେଳେ ହଂସ ପୃଷ୍ଠରେ ବିରାଜମାନ କଲେ ପୁନର୍ବାର ବଛା ଗୁଡାକ ଧେନୁ ପଛେ ପଛେ ଚାଲିବାରେ ଲାଗିଛନ୍ତି। ଠିକ ବ୍ରହ୍ମ ଦୈବତ ପ୍ରବେଶ ହେଇଗଲେ ଭଗବାନଙ୍କ ପାଖରେ। ଆମର ଭାଗବତରେ ଜଗନ୍ନାଥ ଦାସ ଲେଖିଲେ କଣ ବୋଲି ଦଣ୍ଡିଲା ଶକ୍ତି ଯାର ଥାଇ ସେ କାଳେ କ୍ଷମା ଆଚରଇ
ଦଣ୍ଡିବା ସତୀ ଯାର ଠାଇ ସେ କାଳେ କ୍ଷମା ଚରାଇ लक्ष्य रखिए मोर सम्मान्य श्रोता दर्शक बंधु मोर गोटे कथा समाधान होला गोटे कथा मोर समाधान होला जे ब्रह्मा न जानी करी ब्रह्मा न जानी जन्म करबा कथा ब्रह्मा न जानी आज्ञा भगवान श्री कृष्ण बच्चा जन्म कर ठीक है ना ब्रह्मा न जानी बच्चा जन्म हेले जन्म जानी न जानी किए बोले एथरो भाई कोई काटिली रे हो ठीक अछि शिव शैव पुराण जाउची हां शिव शैव पुराण चतुर्थ खंड क्षेत्र मोहन प्रधान कर लेखा हैला शिव शैव पुराण रे जन्म न जानी किए मरिछि एटा हम गोटे पुराण हां समस्त आज्ञा मरण अच्छी मरण को दिन मरण है ठीक अच्छे मध्य मंडल जात होई देवता होई रे मरई किंतु ओडिया भागवत जगन्नाथ दास जदि लिखिले मर्त्य मंडल देह बही देवता होइले मरई सेटा न मरी करी बंची छी आ मृत्यु देवर को दिन मरण होला अरे मुरकुंड बोली बुढ़ी भुररे जने ऋषि निगत कानन रे तपदे करूछन्ति भारी जानाम अटई तुलावती भारी जानाम अटे तुलावती स्वामी पादरे बुढ़ी खटई नीति सती रे सती जे परमा सती स्वामी बिना अन्य देवता से नीते न जानी स्वामी बिना अन्य देवता जानी ये तुलावती स्वामी हेले मुरकुंड अच्छा स्त्री हेला तुलावती हां स्वामी हेले जगन्नाथ जगन्नाथ हेले स्वामी आपण माने बोले गोटिया अर्थ किमिदी दुईटा शब्द होला स्वामी हेले जगन्नाथ सधवा नारी मानकर स्वामी हेले जगन्नाथ हां स्वामी मोला परे जगन्नाथ स्वामी ठीक भागवत रे लिखिला ए सधवा नारी मानकर व्रत उपवास आज्ञा सब मिछ हां अरे जति ए जति व्रत करिबे नारी माने स्वामी आज्ञा पर माने व्रत करिबे नारी गणे स्वामी का आज्ञा पर माने स्वामी आज्ञा थिबार अच्छा स्वामी आज्ञा न हेले सधवा नारी व्रत करिवार नियम नै ना ये तुलावती स्वामी पादरे सब बेले खटे हां दिन पर दिन बीती गला यौवन अवस्था पळैला अच्छा भाई रे हां चाली जीवार यौवन फोपारिबा टेकार बचन के बेले उठेली ना चाली जीवार यौवन फोपारिबा टेका खसी जीवा बचन ले उठेली ना ए तुलावती कांदी कांदी आसी राम भीतर हे माना हां ए प्राणनाथ छात्र फुले दियो हे प्राणनाथ धरुछि मु तुमरी हस्त हे प्राणनाथ धरुछि मु तुम्हारी हस्त हे प्राणनाथ धरुछि मु तुमरी हस्त ए निंदा करूछन्ति मते जन समस्त मते जन समस्त हे प्राणनाथ धरुछि मु तुम्हारी हस्त हे प्राणनाथ धरुछि मु तुम्हारी हस्त
ପାଇଁ ପୁତ୍ର ମନା ସନ୍ଧି ଜନେ ଗୋଟିଏ ନର୍କରୁ ଧରିବା ପାଇଁ ପୁତ୍ର ମନା ସନ୍ଧି ଜନେ ସେଇ ପୁତ୍ର ଯଦି କୁପୁତ୍ର ହୋଇବ କୋଟି ନରକକୁ ଟାଣେ ନର୍କରୁ ଧରିବା ପାଇଁ ପୁତ୍ର ମନା ସନ୍ଧି ଜନ୍ମେ ସେଇ ପୁତ୍ର ଯଦି କୁପୁତ୍ର ହୋଇବ କୋଟି ନରକକୁ ଟାଣେ ଆଚ୍ଛା ଆଜ୍ଞା ପୁଅ ଯଦି ଯୋଗ୍ୟ ଧନ ନଡା ନାହିଁ ତା ସେ ଘରକୁ ଆସିବ ପୁଅ ଯଦି ଅଯୋଗ୍ୟ ଧନ ନଡା ନାହିଁ ତା ସେ ଘରକୁ ପଳେଇବ 50 ଘର ଜମି ଥାଉ ଅଯୋଗ୍ୟ ପୁଅ ଜନ୍ମ ହେଲେ ସବୁ ପଳେଇବ ତେଣୁ ଏମାନେ ବିଚାର କଲେ ଆମର ସନ୍ତାନ ସନ୍ତତି ହବ କେମିତି ଆଚ୍ଛା 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 ବିଚାର କଲେ ମୁକୁଣ୍ଡ ଋଷି ବ୍ରହ୍ମ ଦୈବତ ହେଲେ ସୃଷ୍ଟିକର୍ତ୍ତା ମୁଁ ବ୍ରହ୍ମାଙ୍କୁ ପୂଜା କରିବି ଭାଇ ପାଠ ଚାଲିବ ତମେ ଟିକେ ଏପଟେ ଆସିବ ଆଚ୍ଛା ଠିକ ଆମର ବାବୁ କଣ୍ଡି କହିବ ଦୁଇଟା କୁଣ୍ଡଳ ଅଛି ନା ଏକ କୁଣ୍ଡଳ ପୁଅ ନାହିଁ ଏକ କୁଣ୍ଡଳ କରିବି ନା ଗୋଟିଏ ଗୋଟିଏ ହେଲା ଦିଟା କୁଣ୍ଡଳ ଆଗରୁ ତମର ଅଛି ମୋର ଅଛି ତାଙ୍କର ଗୋଟିଏ କୁଣ୍ଡଳ କାର କୁଣ୍ଡଳ କାର କୁଣ୍ଡଳ ଜାଗା ଆଣିଲ ସବୁ ଯାକ ସକାଳୁ କହିବ ନହେଲେ ପହରଦିନ କହିବ ହଉ ଦିଟା କହିବ କୁଣ୍ଡଳଟା କହିବ ତାଙ୍କର ନହେଲେ ତାଙ୍କର କୁଣ୍ଡଳଟା ପୁଅ ହେଲେ ମାଷ୍ଟେ ଆମର ସ୍ତ୍ରୀଙ୍କର ଆଜ୍ଞାରେ ସ୍ତ୍ରୀଙ୍କର କଥାରେ ତମେ ବୁଝିଲ ସ୍ତ୍ରୀଙ୍କର हेलो नमस्कार मो ना हूँ पिंकु दास आपण मैंने देखुं पीएन ऑफिशियल म्यूजिक तो मोर कुटीशाला वीडियो को आपण मैंने बहुत भल पाई देते तो से मुझे धन्यवाद आपको जनाऊँगी ए वर्ष भी मोर वीडियो कैमेरा माध्यम कुटीशाला वीडियो को मु बंदोबस्त आलोचना मुझे तो से भी आपण मैंने बहुत भल पाइबा प्यार सपोर्ट देवे बोली मोर आशा तथा विश्वास अच्छी आपण सहित तो एमती भल पाइबा प्यार सपोर्ट देले मु आगू आउ किसी कंटेंट आने चेष्टा करी आपण वीडियोटा आने चेष्टा करी।